ସଭ୍ୟଙ୍କୁ ପ୍ରଭୁ ଆମମାନେ କଭର କରୁଛୁ, ସିଲ୍ କରୁଛୁ। ଯୀଶୁଙ୍କ ନାମରେ ମାଗିଲେ ଶୁଣ, ଗ୍ରହଣ କର। ଆମେନ୍। ମୋଶା ପରମେଶ୍ୱରଙ୍କର ବାଧ୍ୟ ହୋଇ ଇଚ୍ଛା ନଥିଲେ ମଧ୍ୟ ସେ ମିଶର ଦେଶକୁ ଯାଇ କିଭଳି ଭାବରେ କେତେ ପରିମାଣରେ ଇସ୍ରାଏଲ ଲୋକ ଥିଲେ, ଆଉ କେତେ ଲକ୍ଷ ବାଇବେଲ ସ୍କଲାର ମାନେ କହନ୍ତି ମୋର ଦାନ 10 ଲାଖ, କିଏ କହେ 15 ଲକ୍ଷ, କିଏ କହେ 20 ଲକ୍ଷ, ଯୋଉଟା ବି ହଉ, ଏତେ ଲୋକମାନଙ୍କୁ ଆଣିବାଟା, ପୁଣି ଦି ଭାଇ ମୋଶା ଆଉ ହାରଣ, ଭେରି ୟୁନିକ୍ ଥିଙ୍ଗ। ଏଟା ଏତେ ସହଜ ବିଷୟ ନୁହେଁ। କୌଣସି କମ୍ୟୁନିକେସନର ବ୍ୟବସ୍ଥା ନଥିଲା, କୌଣସି ଇଲେକ୍ଟ୍ରୋନିକ ମିଡିଆ ନଥିଲା ଯୋଉଥିରେ କି ଆପଣଙ୍କର ମେସେଜଟାକୁ ସମସ୍ତଙ୍କ ପାଖକୁ ପହଞ୍ଚେଇ ପାରିବେ। ଏଇ ଅବସ୍ଥାରେ ସେ ଲୋକମାନଙ୍କ ମଧ୍ୟରେ ରାଗ ଆସୁଥିଲା, ପଥର ମାରିବା ପାଇଁ ବି ମୋଶାଙ୍କୁ ସେମାନେ ଚାହୁଁଥିଲେ ଯେତେବେଳେ ବିପଦ ଆସୁଥିଲା। ଏତେ ଭେରାଇଟି ସିଚୁଏସନ ଭିତରେ ମୋଶା ଓ ହାରଣ ପ୍ରଭୁଙ୍କ ସହିତ ସମୟ କଟେଇକିରି ନିଜକୁ କଣ୍ଟ୍ରୋଲ କରିକିରି ଆଉ ସେମାନଙ୍କ ସହିତ ସେମାନେ ସେ ଲିଡରସିପ ଦେଇଥିଲେ। ଆଜି ଆମମାନେ ଦେଖିବା, ଏଇଟା ସମ୍ଭବତଃ ଦ୍ୱିତୀୟ ବର୍ଷ ହବ, ଫାର୍ଷ୍ଟ ଇୟରଟା ବହୁତ ଯାଇଛି ଅସୁବିଧା ସୁବିଧାରେ, କିନ୍ତୁ ଏଇଟା ଦ୍ୱିତୀୟ ବର୍ଷ ପାଖାପାଖି ହବ ବୋଲି ମୋର ଯାହା ବିଶ୍ୱାସ। ଆଉ ପ୍ରଭୁଙ୍କର ଇଚ୍ଛା ହେଲା, ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ ଡାକି କହୁଛନ୍ତି ଯେ ମୋ ନିମନ୍ତେ ଗୋଟେ ସମାଗମ ତମ୍ବୁ ମନ୍ଦିର ରଚନା କର। ଆଉ ଆଜି ମୂଳ ପଦ ହଉଛି ଯାତ୍ରା ପୁସ୍ତକ 36 ପର୍ବ, ଏକ୍ସୋଡସ୍ ଚାପ୍ଟର 36 verse 1 and 2। କେବଳ ଯୋଡ଼ିଏ ପଦ ନବା, କିନ୍ତୁ ଆମେ ରେଫରେନ୍ସ ପାଇଁକା ଅନ୍ୟାନ୍ୟ ପଦକୁ ଯିବା, କିନ୍ତୁ ପ୍ରାଥମିକ ଅବସ୍ଥାରେ ଆମେ ଯୋଡ଼ିଏ ପଦ ଉପରେ କନସେନ୍ଟ୍ରେଟ କରିବା। ମୁଁ ପଢ଼ିଦଉଛି। ଏ ନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟ ସକଳ ରଚନା କରିବାକୁ ସଦାପ୍ରଭୁ ବତ୍ସଲେଲ, ଅହଲିଆ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି, ସେହି ସବୁ ବିଜ୍ଞମନା ଲୋକେ କର୍ମ କରିବେ। ଅନନ୍ତର ମୋଶା ସେହି ବତ୍ସଲେଲ, ଅହଲିଆବକୁ ଓ ସଦାପ୍ରଭୁଙ୍କ ଠାରୁ ମନରେ ଜ୍ଞାନ ପ୍ରାପ୍ତ ଅନ୍ୟ ସବୁ ବିଜ୍ଞମନା ଲୋକଙ୍କୁ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଆକୁ ମୁଁ ଇଂରାଜୀରେ ଟିକେ ପଢିଲେ ଭଲ ଲାଗିବ ଆପଣଙ୍କୁ। Bezalel and Oholiab, every craftsman in whom Lord has put skill and intelligence। ହାର୍ଭାର୍ଡ ଅକ୍ସଫୋର୍ଡରୁ ବା ଆମେରିକାରୁ ପାସ୍ କରିକି ସେମାନେ ଆସିନଥିଲେ। Lord has put skill and intelligence to know how to do any work in the construction of the sanctuary shall work in accordance with all the Lord has commanded। ଆମେ ଯଦି ଏଠି ଘର ବନଉ, ତାର ନିୟମ ହଉଛି ଯୋଉ ମ୍ୟୁନିସିପାଲିଟି ବା ଯୋଉ ବିଡିଏ ଯାହା ସବୁ ଥିବ, ସେମାନଙ୍କ ପାଖକୁ ଆପଣ ଘରର ଗୋଟେ ନକ୍ସା ପଠେଇବେ। ଘରର ନକ୍ସା ପଠେଇଲା ପରେ ସେମାନେ ତାକୁ ତାଙ୍କର ଯୋଉ ପାରାମିଟର ଅଛି ସେଥିରେ ଫିଟିଂ ହଉଛି ନା ନାହିଁ ତାକୁ ଦେଖିବେ। ପ୍ରଥମ ହଉଛି ରୋଡ, ସେ ଆପ୍ରୋଚ ରୋଡଟା କେତେ ଚଉଡା ପ୍ରଥମ ଦେଖିବେ। ଯଦି ସରୁ ଅଛି ମନା କରିଦେବେ, ଆପ୍ରୁଭାଲ ଦେବେ ନାହିଁ। ଦ୍ୱିତୀୟରେ ହଉଛି ବାଉଣ୍ଡ୍ରି ପାଖରୁ କେତେ ଛାଡିଛ, ସାମ୍ନାରୁ କେତେ ଛାଡିଛ, ସେଇଟାକୁ ଦେଖିବେ। ତୃତୀୟରେ ହଉଛି ଏଇଟା ରେରାଉଣ୍ଡରେ ଆସୁଛି ନା ନାହିଁ ତାକୁ ବି ଦେଖିବେ। ଏମିତି ବିଭିନ୍ନ ଜିନିଷ ଦେଖି ସାରିଲା ପରେ ଅନେକ ମାସ ପରେ ସେଟା ଯାଇକି ଆପ୍ରୁଭାଲ ପାଏ। ଆପ୍ରୁଭାଲ ପାଇଲା ପରେ ଆମେ ଇଞ୍ଜିନିୟର ମାନଙ୍କୁ ଦେଇଥାଉ, କଣ୍ଟ୍ରାକ୍ଟର ମାନଙ୍କୁ ନିଯୁକ୍ତି କରାଯାଏ, ସେ ସେଇଟାକୁ
ବନେଇବାରେ ଆରମ୍ଭ କରେ। ଏଇ ଯୋଉ ବ୍ଲୁ ପ୍ରିଣ୍ଟ ସମାଗମ ତମର ଯୋଉ ବ୍ଲୁ ପ୍ରିଣ୍ଟ ବା ତାର ଯୋଉ ପ୍ଲାନିଂଟା ପ୍ରଭୁ ମୂଷାଙ୍କୁ ଦେଇ ସାରିଛନ୍ତି। ଆମର ଯଦି ପଛ ପର୍ବକୁ ଯିବା 40 ଦିନ ମୂଷା ଯାଇକି ରହିଲେ ସେ ପର୍ବତରେ, ଯେଉଁ ବି ଥିଲେ ସେ ପ୍ଲାନିଂଟା ଦେଇଛନ୍ତି, କମାଣ୍ଡମେଣ୍ଟ ଦେଇଛନ୍ତି, ଆଉ ବ୍ୟବସ୍ଥା ଦେଇଛନ୍ତି, ସବୁ କିଛି ସେ ଭିତରେ ଦିଆ ହେଇଛି। ବର୍ତ୍ତମାନ ହେଇଛି କଣ, କିଏ ଏକ୍ସିକ୍ୟୁଟ କରିବ କାମ। ଦେଖନ୍ତୁ ପ୍ରଭୁଙ୍କର ଯୋଜନା କେତେ ସୁନ୍ଦର ଆଉ କେତେ ସ୍ପେସିଫିକ ଆଉ କେତେ ଡେଫିନାଇଟ। ଏତେ ଲକ୍ଷ ଲୋକ ଅଛନ୍ତି କିନ୍ତୁ ପ୍ରଭୁ ସେ ଦେଇଛନ୍ତି କାହାକୁ, ମୂଷାଙ୍କୁ କହିଛନ୍ତି କାହାକୁ ତମେ ଡାକିବ। 35 ପର୍ବର 30ରେ ଲେଖା ହେଇଛି, ଅନନ୍ତର ମୂଷା ଇସ୍ରାଏଲ ସନ୍ତାନ ଗଣକୁ ଆହୁରି କହିଲେ, ଦେଖ ସଦାପ୍ରଭୁ ଜିହୁଦା ବଂଶୀୟ ହୁରର ପୌତ୍ର ଉରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ। ନାମ ଧରି ଡାକିଲେ। ମୂଷାଙ୍କୁ କହିଲେ ଏଇ ପିଲାଟିକୁ ତୁମେ ବାଛ। ଏବଂ କଣ କଲେ, ଖାଲି ବାଛିଲେ ନା ନାହିଁ, ପୁଣି ତାହାକୁ ଜ୍ଞାନ ବୁଦ୍ଧି ବିଦ୍ୟା କର୍ମ ନୈପୁଣ୍ୟଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି ଚିତ୍ରକର୍ମ, ସ୍ୱର୍ଣ୍ଣକର୍ମ, ରୌପ୍ୟକର୍ମ, ପିତ୍ତଳ କର୍ମ, ପିତ୍ତଳ ଖୋଦନ, ଖଚନାର୍ଥକ, ମଣି କର୍ତ୍ତନ, ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏଇ ସବୁ ଶିଳ୍ପ କାମ କରିବା ପାଇଁ ତାହାକୁ ନିପୁଣ କଲେ। ଗୋଟେ ପଦ ପଢନ୍ତୁ ଆପଣ ମାନେ, যেটা ଆପଣ ମାନେ ପାଇପାରିବେ ଏଫିସି 2 ପର୍ବର 10 ପଦ। କିଏ ଜଣେ ପଢି ଦିଅନ୍ତୁ ମୋ ପାଇଁ, ଏଫିସି 2 ପର୍ବର 10 ପଦ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସୃଷ୍ଟ। ଆଗରୁ ଯେମିତି ଆମେ ଘର ବନେଇବା ପୂର୍ବରୁ ଆମେ ଆଗେ ଆପ୍ରୁଭାଲ ନଉ, ସେ କନଷ୍ଟ୍ରକ୍ସନ ବା ସେ ବିଲ୍ଡିଂ ର ଆପ୍ରୁଭାଲ ନଉ, ଆମକୁ ସେ ଆଗରୁ ପ୍ରିପେୟାର କରିଥିଲେ। ଯେମିତି ପୁରାତନ ନିୟମ ଆଉ ନୂତନ ନିୟମ ଭିତରେ ସଂଯୋଗ ହଉଛି ଆପଣ ମାନେ ଦେଖନ୍ତୁ। ବତ୍ସଲେଲକୁ ଆଉ ଅହିଲାକୁ ନାମ ଧରି ଡାକିଲେ, ଆଉ କାହାକୁ ନାହିଁ। କିନ୍ତୁ 36 ପର୍ବର ସେ 2 ପଦଟା ପଢନ୍ତୁ। ଅନନ୍ତର ମୂଷା ସେହି ବତ୍ସଲେଲ ଓ ଅହଲିଆବକୁ ଓ ସଦାପ୍ରଭୁଙ୍କ ଠାରୁ ମନରେ ଜ୍ଞାନ ପ୍ରାପ୍ତ ଅନ୍ୟ ସବୁ ବିଜ୍ଞମନା ଲୋକଙ୍କୁ ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଆମେ ସିଷ୍ଟର ସେଇ ପଦଟା ଲାଷ୍ଟ ପଦଟାକୁ ଆଉ ଥରେ ପଢନ୍ତୁ, 2 ଥର ପଢନ୍ତୁ। ଓ ସେହି କର୍ମ, ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଆଉ ଥରେ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଆମେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଇଂରାଜୀରେ ବହୁତ ବଢିଆ ଲେଖା ହେଇଛି ତାର ତର୍ଜମା, ମୁଁ ପଢିଦଉଛି। And Moses called Bezalel and Oholiab, every craftsman in whose mind the Lord had put skill, every one whose heart stirred him up. ଯୋଉମାନଙ୍କ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକ ସେମାନଙ୍କୁ ଡାକିଲେ, ନଟ୍ ଅଲ୍। ଚାଲନ୍ତୁ ଟିକେ ବୁଲିଯିବା ସେ ସାଇଟକୁ, ଦେଖିଦବା କଣ ହଉଛି। ଏଇଠି ଦେଖନ୍ତୁ, କିଛି ସ୍ତ୍ରୀ ଲୋକ ବସିକିରି ସବୁ ସୂତା କାଟୁଛନ୍ତି, ରଙ୍ଗ କରୁଛନ୍ତି। ତାଙ୍କୁ ଟିକେ ପଚାରିବା, ଆଉ ତାଙ୍କୁ ପଚାରିବା ପୂର୍ବରୁ 35ର 25 ଟିକେ ପଢି ଦିଅନ୍ତୁ, 25 ଆଉ 26, ତାପରେ ତାଙ୍କୁ ପଚାରିବା। ବୁଦ୍ଧିମତୀ ସ୍ତ୍ରୀ ମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷମସୂତ୍ର ଆଣିଲେ।
ପୁଣି ଯେଉଁ ସ୍ତ୍ରୀ ମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା ସେ ସମସ୍ତେ ଛାଗ ଲୋମର ସୂତା କାଟିଲେ। ସେ ସ୍ତ୍ରୀ ମାନେ ବସିଛନ୍ତି, ଚାଲନ୍ତି ଯିବ ତାଙ୍କ ପାଖକୁ। ଆଚ୍ଛା ଭଉଣୀ ମାନେ କହିଲେ ଆପଣ କାହିଁକି ଆସିଲେ ଏଇ ସବୁ କାମ କରିବା ପାଇଁ? ତାଙ୍କ ଭିତରୁ ଭଉଣୀ ଜଣକ କହୁଛନ୍ତି, ଶୁଣନ୍ତୁ, ପ୍ରଭୁ ଆମମାନଙ୍କ ମନରେ ପ୍ରବୃତ୍ତି ଦେଲେ। ସେମାନେ କହୁଛନ୍ତି ଏଇ ସବୁ କାମ କରିବା ପାଇଁକା ଆମ ମନରେ ପ୍ରଭୁ ପ୍ରବୃତ୍ତି ଦେଲେ, ଆଉ ସେଥିପାଇଁକା ଆମେ ଆସିଛୁ ଏ କାର୍ଯ୍ୟ କରିବା ପାଇଁକା। ପୁଣି ଯେଉଁ ସ୍ତ୍ରୀ ମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ଯୋଉମାନଙ୍କର 36:2 ଦେଖନ୍ତୁ, ଅନ୍ୟ ସବୁ ବିଜ୍ଞମନା ଲୋକଙ୍କୁ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ଯୋଉମାନଙ୍କ ମନରେ ପ୍ରବୃତ୍ତି ହେଲା, ଇଚ୍ଛା ହେଲା। ସ୍ୟାମ କମଲେସନ, ମୁଁ ଆପଣ ମାନଙ୍କୁ ଫେରି ନଉଛି 1970ରୁ 80 ଦଶକ କି ଆହୁରି ଅଧିକ ବି କରିପାରନ୍ତି, ମୋ ଟ୍ରାକ୍ ରଖିନି। କିନ୍ତୁ ସେଇ ସମୟରେ ସେ ଗୋଟେ ଫେମସ ପ୍ରିଚର ଥିଲେ, ସାଉଥ ଇଣ୍ଡିଆର ତାମିଲ ଲୋକ, ଫେମସ ପ୍ରିଚର ଥିଲେ। ଆଉ ସେ ଦେଶ ବିଦେଶ ଯାଆନ୍ତି, ଆଉ ତାଙ୍କର ଗୋଟେ ଗୋଟେ ମିଟିଂରେ ଭଜା ଭଜା ଲୋକ ହୁଅନ୍ତି। ମୁଁ ତାଙ୍କୁ ଦେଖିବାର ସୁଯୋଗ ପାଇଥିଲି। ଆମ ସେଠକୁ କଟକରେ ଥିଲି, ଷ୍ଟୁଡେଣ୍ଟ ଥିଲି। ଆଉ କଟକ ଆମର ଓଡିଆ ବାପ୍ଟିଷ୍ଟ ଚର୍ଚ୍ଚର ତ ଜାଗା ହବନି ବୋଲି ସାଇଡରେ ସବୁ ଟାର୍ପଲିନ୍ ଏକା ସବୁ ପଡିକିରି ବିରାଟ ବ୍ୟବସ୍ଥା ହେଇଥିଲା। ପାଖାପାଖ ଗାଁରୁ ମଧ୍ୟ ବହୁତ ପ୍ରଭୁଙ୍କ ଲୋକମାନେ ଆସିଥିଲେ ଶୁଣିବା ପାଇଁକା। ଆଉ ତାଙ୍କର ଫେଭରେଟ ସାକ୍ଷ୍ୟ ହଉଛି, ସେ ଆଗେ କହିକି ଆରମ୍ଭ କରନ୍ତି ସେ କେମିତି ପ୍ରଭୁଙ୍କ ପାଖକୁ ଆସିଥିଲେ। କୌଣସି ରିଭାଇଭାଲ ମିଟିଂ ନାହିଁ, କୌଣସି ଭାବରେ ପାଷ୍ଟର ପ୍ରଚାରକ ତାଙ୍କୁ କହିନାହାନ୍ତି। ଗୋଟେ ଡକାୟତ, ଗୋଟେ ଖୁନି, ଗୋଟେ ମର୍ଡରର ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା। ସେ ସେତେବେଳେ ପଢୁଥାନ୍ତି ମାଡ୍ରାସ କଲେଜରେ। ଆଉ ଯେତେବେଳେ ପାଠ ସରିଗଲା, ପିରିୟଡ ସରିଗଲା, 3-4 ଜଣ ଯୁବା, ସେମାନେ ସେସବୁ ପ୍ରଭୁଙ୍କୁ ପାଇନଥିଲେ। ସେମାନେ ଆସୁଥିଲେ ଗେଟ୍ ପାଖରେ। ଗୋଟିଏ ଡକାୟତ ଆଗରୁ ସେ ଡକାୟତି କରୁଥିଲା, ଜେଲରୁ ଏବେ ସେ ଛୁଟିକି ଆସିଛି। ଆଉ ସେ ଟ୍ରାକ୍ଟ ବାଣ୍ଟୁଥିଲା। ଯେତେବେଳେ ସେ ଟ୍ରାକ୍ଟ ଏମାନଙ୍କୁ ଦେଇଛି, ଏମାନେ ହସି ହସି ତା ସାଙ୍ଗରେ ସବୁ ଥଟା ମଜା କରିଛନ୍ତି। ସେ ଦେଖିଲେ ଏଇଟା ଗୋଟେ ମୂର୍ଖ ଲୋକଟା, ଆଉ ଆ ସାଙ୍ଗେ କଣ କଥାବାର୍ତ୍ତା କରିବା। ତା ଆଗରେ ଟ୍ରାକ୍ ଗୁଡା ଚିରୁଥାନ୍ତି, ଫୋପାଡୁଥାନ୍ତି, ଉଡଉଥାନ୍ତି। ଲାଷ୍ଟକୁ ଜଣେ ପଚାରିଲା, ଆରେ ତୁ ଯୀଶୁକୁ ଦେଖିଛୁ? ସେ ଲୋକ କିଛି କହିପାରିଲା ନାହିଁ। ସେ ତ ଗୋଟେ ଖୁନି ଡକାୟତ, ଏବେ ଜେଲରୁ ରିଲିଜ ହେଇକି ଆସିଛି। ଏ ଯୀଶୁଙ୍କ ସାଙ୍ଗରେ କୋଉଠି ପରିଚୟ ହେଇଛି ନା ଦେଖା ହେଇଛି? ସେ କହିବ ମୁଁ ଯୀଶୁଙ୍କୁ ଦେଖିଛି। ତା ବୁଦ୍ଧିରେ ଯାହା ଢୁକିଲା ମନକୁ, ସେ କହୁଛି, ମୁଁ ସିନା ଯୀଶୁଙ୍କୁ ଦେଖିନି, ମୋ ହାତକୁ ସବୁଦିନ ଦେଖୁଛି ପରା, ସବୁଦିନ ମୋ ହାତକୁ ଦେଖୁଛି। ଆଉ ମୋ ପକେଟ ଦେଖ, କିଛି ଚୁରା ପୁରା କିଛି ନାହିଁ। ଏ ହାତ ଥଣ୍ଡା। ମୁଁ ଆଉ ଡକାୟତି କରୁନି, ମୁଁ ଆଉ ଖୁଦ କରୁନି। ଏ ଡକାୟତି ପାଇଁ କେତେ ଲୋକଙ୍କୁ ମାରିଦେଇଛି। ଆପଣ ଯୋଉ 4 ଜଣ ମୋ ସାଙ୍ଗରେ ବହସ କରୁଛନ୍ତି, ଆଉ କିଛି ମିନିଟ ପରେ ମୁଁ ଯଦି ସେଇ ହାତ ଥାନ୍ତା, ଆପଣଙ୍କ ଦେହରୁ ରକ୍ତ ତଳେ ପଡିଥାନ୍ତେ, ରକ୍ତ ବାହାରୁଥାନ୍ତା, ମତେ ବେଶ ସମୟ ଲାଗିନଥାନ୍ତା। ଏଇ ଯୋଉ ସାକ୍ଷ୍ୟ ହୁଏତ ସମସ୍ତଙ୍କ ହୃଦୟକୁ ଟଚ୍ କରିନବ, କିନ୍ତୁ ସ୍ୟାମ କମଲେସନ, ଯିଏକି ପରବର୍ତ୍ତୀ ସମୟରେ ପ୍ରଭୁଙ୍କର ଦାସ ହେଲେ, ତାଙ୍କ ହୃଦୟକୁ ଟଚ୍ କଲା। ଡକାୟତ, ଖୁନି, ଜେଲରୁ ରିଲିଜ ହେଇଛି, ପାଠ ନାହିଁ କି ଷାଠ ନାହିଁ। ଆଉ ସେ ତାର ସାକ୍ଷ୍ୟ କହୁଛି, ମୁଁ ଜଣଙ୍କ ଘରେ ଯାଇଥିଲି, ଆଉ ଚୋରି କଲା ବେଳକୁ ସାନ ଝିଅଟା ଉଠି କାନ୍ଦିଲା, ତା କାନ୍ଦ ବନ୍ଦ କରିବା ପାଇଁ ମୁଁ ଛୁରୀ ମାରିଥିଲି, ଯେ ରକ୍ତ ବାହାରିକିରି କ୍ୟାଲେଣ୍ଡରରେ ପଡିଲା। ଆଉ ସେ କ୍ୟାଲେଣ୍ଡରଟା ଯୀଶୁଙ୍କର। ମୁଁ ଯେତେବେଳେ ଦେଖିଲି କୁଆଡେ ରକ୍ତ ସବୁ ପଡୁଛି ଦେଖିବାକୁ, ସେ କ୍ୟାଲେଣ୍ଡରରେ ପଡିଛି। ମୁଁ ଯେତେବେଳେ ଅନେଇ ଦେଲି ଯୀଶୁଙ୍କୁ, ସେ ଯେମିତି ସତରେ ଜୀବନ୍ତ ଭାବରେ ମତେ ଅନେଇଛନ୍ତି।
ମୋର ଏକଦମ ପ୍ରାଣ ଛାଡିଗଲା। କେବେ ମୁଁ କାହାକୁ ଡରେନି, ମୋ ଛୁରୀ ଭଲ ତ ମୁଁ ଭଲ। ଦୌଡ଼ି ଆସିଲି, ସଫାସଫି ହେଲି। ରାତି 2ଟାରେ ସେ ଲୋକାଲ ପାଷ୍ଟରଙ୍କ ଘରକୁ ଯାଇକି ଖଟଖଟ କଲି। ପାଷ୍ଟର ଏମିତି ମୁଁ କାମ କରିକି ଆସି, ପାଷ୍ଟର ଜାଣିଥିଲେ ତାର ଲାଇଫ ହିଷ୍ଟ୍ରି। ତାଙ୍କ ମୋଟେ ଇଚ୍ଛା ନଥାଏ ତା ଘର ଭିତରୁ ଡାକିବା ପାଇଁ, ତଥାପି ସେ ଅନୁରୋଧ କରିବା ତ ଘର ଭିତରୁ ଡାକିଲେ, ତା ପାଇଁ ପ୍ରାର୍ଥନା କଲେ। ମୌକା କଣ କରିବି ନା, ଯାଅ ତମେ ପୋଲିସରେ ସରେଣ୍ଡର କରିଯାଅ। ପୋଲିସ ତମକୁ ବହୁତ ଦିନରୁ ଖୋଜୁଛି, ପାଉନି। ତମେ ଲୁଚି ଛପିକି ଏମିତି ସବୁ ଅନ୍ୟାୟ କରୁଛ, କ୍ରିମିନାଲ ଆକ୍ଟିଭିଟିରେ ତମେ ଜଡିତ ଅଛ, ଯାଅ ତମେ ସରେଣ୍ଡର କରିଯାଅ, ଏଇଟା ପ୍ରଭୁ ଚାହାନ୍ତି। ସେ ପାଷ୍ଟରଙ୍କର କଥାଟାକୁ ଟୋ ଟୋ ମାନିକି ଯାଇକିରି ସରେଣ୍ଡର କରିଯାଇଛି। ପୋଲିସ ତାକୁ ବହୁତ ଦିନ ଖୋଜୁଥିଲା, କୋର୍ଟ ଫରୱାର୍ଡ କରିଦେଇଛି, କୋର୍ଟରେ ବିଚାର ହେଇଛି। ସେ ସବୁ କେସ୍ ଗୁଡାକ ମାନି ଯାଇଛି। ଆଉ ମୁଁ କରିଛି, କୋର୍ଟରେ ନାହିଁ କରିନି। କୋର୍ଟ ତାକୁ ଦେଇଦେଇଛନ୍ତି ସଶ୍ରମ କାରାଦଣ୍ଡ, ପ୍ରାଣଦଣ୍ଡ ନୁହେଁ, ସଶ୍ରମ କାରାଦଣ୍ଡ। ସେଠି ସେମାନେ ଜେଲରେ ଦେଖନ୍ତି ଯୋଉମାନଙ୍କର ଲାଇଫଷ୍ଟାଇଲ ଚେଞ୍ଜ ହେଇଯାଉଛି, ଜୀବନ ପରିବର୍ତ୍ତିତ ହେଇଯାଇଛି, ସେମାନଙ୍କଠି ଉଣା କରିଦିଅନ୍ତି, 14 ବର୍ଷକୁ ନେଇ ଆସନ୍ତି। 14 ବର୍ଷ ପରେ ସେ ରିଲିଜ ହେଇଛି, ପୁଣି ଆସୁଛି ସେ ପାଷ୍ଟରଙ୍କ ଘରକୁ, ପୁଣି କହୁଛି ମୁଁ କଣ କରିବି, ତତେ ତ ମୁଁ ପଠେଇ ପାରିଥାନ୍ତି ଥେଲୋଜିକାଲ ଟ୍ରେନିଂ, ଯେ ତୁ ତ ପାଠଶାଠ ପଢିନୁ, କଣ କରିବି। ହଉ ତୁ ଗୋଟେ କାମ କର, ପ୍ରତିଦିନ କିଛି କିଛି ଟ୍ରାକ୍ଟ ନେଇକି ବାଣ୍ଟ। ଆଉ ସେ ଟ୍ରାକ୍ଟ ବାଣ୍ଟିଲା ପରେ ବେଳକୁ ଏଇ ଯୋଉ କଲେଜର ଗେଟ୍ ପାଖରେ କିନା ଏଇ କଥା ଘଟିଛି। ଆଉ ସେ ସବୁ କଥା ସେ ପିଲାମାନଙ୍କୁ ସେ କହିଲା, ଦେଖ ମୁଁ ଆଜି ପରିବର୍ତ୍ତିତ, ମୁଁ ତମକୁ ମାରିବିନି, ଏଇ ଟ୍ରାକ୍ଟ ଖାଲି ମତେ ଜୀବନରେ ପରିବର୍ତ୍ତନ କରିଛି ବୋଲି ମୁଁ ବାଣ୍ଟୁଛି। ମୁଁ ଏଥିରୁ କୌଣସି ଭାବରେ ଲାଭ ପାଇବା ପାଇଁ ବାଣ୍ଟୁନି, ତମାନଙ୍କ ଜୀବନ ଯେମିତି ପରିବର୍ତ୍ତନ ହୁଏ। ଆଉ ସେଇ 4 ଜଣ ଯୁବକ ଭିତରୁ ଯିଏ ପ୍ରଭୁଙ୍କୁ ପାଇଲେ ତାଙ୍କ ନାଁ ହଉଛି ଶ୍ୟାମ କମଲେଶନ। ଓ ବିରାଟ, ମୁଁ ଶୁଣିଛି ତାଙ୍କର ବାକ୍ୟ, ଆଉ ବହୁତ ଉତ୍ତମ ବିଶ୍ୱସ୍ତ ସେ ପ୍ରଚାରକ। ଦେଖନ୍ତୁ କୋଉ ଭାବରେ ପ୍ରବୃତ୍ତି ପ୍ରଭୁ ଦଉଛନ୍ତି ତାହା ଉପରେ ନିର୍ଭର କରୁଛି ଆମେ ପ୍ରଭୁଙ୍କର ସେବା କଣ କରିପାରିବା। ଆଉ ଗୋଟେ କାହାଣୀ କହୁଛି, କାହାଣୀ ନାହିଁ, ସତ ଘଟଣା। ଗୋଟେ ନିଶାଗ୍ରସ୍ତ ବ୍ୟକ୍ତି ମଦ ଫଦ ହେନ ତେନ ଖାଇକିରି ତାଙ୍କ ଜୀବନଟା ନଷ୍ଟ ହେଇଯାଇଛି। ପାଠଶାଠ ନାହିଁ, କିଛି ନାହିଁ, ଖାଲି ଏଇ ସବୁରେ କରନ୍ତି। ତାଙ୍କ ଘର ତାଙ୍କୁ ଘୃଣା କରନ୍ତି, ଥରେ ଥରେ ଖାଦ୍ୟ ବି ଦିଅନ୍ତିନି। ଏମିତି ବହୁତ ଭାବରେ ସେ ଲଜ୍ଜିତ, ନିଷ୍ପେଷିତ, ତାଡ଼ିତ ଏରକମ ଭାବରେ ସେ ଜୀବନ କାଟନ୍ତି, କିନ୍ତୁ ନିଶା ଛାଡି ପାରନ୍ତିନି। ଦିନେ ପ୍ରବଳ ଭୋକ କରିଛି, ରବିବାର ଥାଏ, ପ୍ରବଳ ଭୋକ କରିଛି। ସେ ଦେଖିଲେ ଗୋଟେ ଚର୍ଚ୍ଚଟା, ଆଉ ସେ ଜାଣିଲେ ସେ ପାଷ୍ଟରକୁ ନିଶ୍ଚିତ କହିଲେ ସେ ମତେ ଗଣ୍ଡେ ଖାଇବାକୁ ଦେବେ। ବହୁତ ଭୋକ କଲାଣି, କଣ କରିବା, ଆଗେ ତ ଯାଇକି ଚର୍ଚ୍ଚରେ ବସିବି, ବସିଲା ପରେ ତ ସେ ପାଷ୍ଟରଙ୍କୁ କହିବି ଖାଇବା ପାଇଁ ଦେବେ ବୋଲିକା। ଆଉ ସେ ବସିଲା ସେମିତି, ଚୁଡ଼ା ଲୁଗା ପଟା ହେନ ତେନ ଚାଲା, କିନ୍ତୁ ସେ ବାକ୍ୟ ଗୁଡାକ କେବେ ଶୁଣିନି, କେବେ ସେ ଗିର୍ଜା ଯାଇନି। ବହୁତ ଭଲ ଲାଗିଲା, ଆଉ ବହୁତ ଭଲ ଲାଗିଲା ଯେତେବେଳେ ସେ ସରିଲା ପରେ ତାଙ୍କ ସମସ୍ତ ମେମ୍ବର ମାନଙ୍କୁ ଖାଇବାକୁ ଦିଆଯାଏ, ଆଉ ସେ ବି ଖାଇଲା। କହିଲା ଏଥରକ ଆସିବି ଆଉ କଣ। କିନ୍ତୁ ତାର ପରିବର୍ତ୍ତନ ଷ୍ଟାର୍ଟ ହେଇଯାଇଛି। ଆଉ ସେ ନେକ୍ସଟ ରବିବାର ସେ ବି ଗଲା ପୁଣି ଆଉ ଥରେ, କିନ୍ତୁ ତାର ନିଶା ବହୁତ କମି ଯାଇଛି, ଆଗ ପରିକା ଏତେ ଆଉ ସେବନ କରୁନି, ବସିଲା। ଆଉ ସେଦିନ ପାଷ୍ଟର ସେ ସ୍ୱର୍ଗ ରାଜ୍ୟ ବିଷୟରେ କହୁଥିଲେ। ଇଂରାଜୀ ଦେଶ, ଇଂଲିଶ ଦେଶ, ସେ ଇଂରାଜୀରେ କହୁଥିଲେ ଯେ ଆମମାନଙ୍କର ସମସ୍ତଙ୍କର ଏଇଟା ହଉଛି ପ୍ରବାସର ସ୍ଥାନ, ପିଲିଗ୍ରିମେଜ, କିନ୍ତୁ ଆମର ମୁଖ୍ୟ ନିବାସ ହଉଛି ଇଟର୍ନିଟି, ପ୍ରଭୁଙ୍କ ସହିତ ରହିବା। ଆଉ ସେ ଏତେ ବଡ ପାର୍ଟିରେ ମାନେ ମାନେ କଣ କହନ୍ତି, ଏକ୍ସାଇଟେଡ ହେଇକିରି ସେ ପାଷ୍ଟର ପାର୍ଟି କରୁଥିଲେ, ଆୱାର ହୋମ ଇଜ ଇଟ୍ ଇଟର୍ନିଟି ୱିଥ ଗଡ। ଏ ତ ମୂର୍ଖ ଲୋକଟିଏ ପକେଟରେ କୋଉଠି କୋଉଠି ଫକ୍ ପାଇଥିଲା ରଖିଥିଲା। ସାଙ୍ଗେ ସାଙ୍ଗେ କଣ କଲା ନା, ସେଇ ତଳେ ବସି ପଡିକି ସେଇ ଚଟାଣରେ ବା ସେଇ ଚର୍ଚ୍ଚ ଚଟାଣରେ ଲେଖିଥିଲା ଇଟର୍ନିଟି। ଆଉ ସେ ଇଟର୍ନିଟି ଲେଖିବା ଦ୍ୱାରା ଗୋଟେ ସାଟିସ୍ଫାକ୍ସନ ପାଇଲା। ସେ ପ୍ରତି ସ୍କୁଲ ଯାଏ, ସେଠୁ ମାଗେ ଚକଖଡି, ତାଙ୍କର ଯୋଉ ବଳକା ଚକଖଡି, ଭଙ୍ଗା ଚକଖଡି ସବୁ ମାଗେ, ତାକୁ ପକେଟ ରଖିଥା, ରାସ୍ତାରେ ସବୁ ଲେଖିବ। ଆସ୍ତେ ଆସ୍ତେ ଯାଇକି ବସ୍ ଷ୍ଟାଣ୍ଡରେ, ପୁଣି ସେ ରେଲୱେ ଷ୍ଟେସନରେ, ସେ ଏୟାରପୋର୍ଟ ପାଖରେ
ରାସ୍ତା ଫାସ୍ତା ଯୋଉ ପାର୍କ ଯୋଉଠି ପାଇଲା ଲେଖିବ ଇଟର୍ନିଟି। ତା ମୁଣ୍ଡକୁ ଯାହା ଢୁକିଲା ସେୟା କଲା। ପାଠଶାଠ ତ ନାହିଁ, କିନ୍ତୁ ତାକୁ ସେ ଇଟର୍ନିଟି ୱାର୍ଡଟା ଭାରି ପ୍ରେରଣା ଯୋଗେଇଛି, ବା ଆମର ଆଜିର ଭାଷାରେ ତା ମନରେ ପ୍ରବୃତ୍ତି ଯୋଗେଇଛି। ଆଉ ସେ ଲେଖି ଚାଲିଛି। ଆଉ କଣ, ଆପଣ ଜାଣିକିରି ଆଶ୍ଚର୍ଯ୍ୟ ହେବେ, ସେ ମଲା ପର୍ଯ୍ୟନ୍ତ ଏଇ ଇଟର୍ନିଟିକୁ ସେ ଲେଖି ଚାଲିଥିଲା। ତାକୁ ଗଣନା କରାହେଇଛି, ସେ ଯେତିକି ଲେଖିଛି 5 ଲକ୍ଷ 5 lakhs ଥର ସେ ରାସ୍ତାରେ, ପାର୍କରେ, ବସ୍ ଷ୍ଟାଣ୍ଡରେ, ରେଲୱେ ଷ୍ଟେସନରେ ଇଟର୍ନିଟି। କାହାକୁ କେମିତି ପ୍ରଭୁତା ବା ଆମର ଭାଷାରେ ଆଜି ହଉଛି ପ୍ରବୃତ୍ତି ପ୍ରାପ୍ତ ହୁଅନ୍ତି ବା ଲୋକମାନେ ପ୍ରବୃତ୍ତି ପାଆନ୍ତି, ସେଟା କହିବା ଅସମ୍ଭବ। ଆପଣଙ୍କୁ ହୁଏତ ପ୍ରଭୁ ବ୍ୟବହାର କରିବେ, ଛୋଟ ହଉ କି ବଡ ହଉ। କେହି ବୁଢା ବୁଢୀ ଅଛନ୍ତି, କେହି ସାହାଯ୍ୟ କରିବା ପାଇଁ ନାହିଁ, ଆପଣ ଯାଇଛନ୍ତି ତାଙ୍କ ଘରକୁ, ତାଙ୍କ ଅସହାୟ ଅବସ୍ଥା ଦେଖିକିରି ଗରମ ଭାତ ମୁଠାଏ ଆଣିକି ତାଙ୍କୁ ଦେଇଛନ୍ତି ଖାଇବା ପାଇଁ। ଛୋଟ ଛୋଟ ପ୍ରବୃତ୍ତି। ହସ୍ପିଟାଲ ଯାଇଛନ୍ତି, କୌଣସି ରୋଗୀର କେହି ନାହାନ୍ତି ସାହାଯ୍ୟ କରିବା ପାଇଁ, ତାର ବେଡସିଟ୍ ବାହାର କରିକି ନୂଆ ବେଡସିଟ୍ ପକେଇଛନ୍ତି, ତାର ପୋଷାକ ବାହାର କରି ସବୁ ଆଣିକିରି ୱାସିଂ ମେସିନରେ ପକେଇକି ତାକୁ ସଫା କରିକି ଆଇରନ୍ କରିକି ତାକୁ ନେଇକି ଦେଇଛନ୍ତି। ଛୋଟ ଛୋଟ ପ୍ରବୃତ୍ତି ଯଦି ପ୍ରଭୁ ଦେଉଛନ୍ତି, ସେଇ ଯୋଉ ଲୋକମାନଙ୍କୁ ଦେଲେ, ମେନ୍ ହେଲେ ଦେଖନ୍ତୁ 36 ପର୍ବର ଏକ ପଦରେ ବି ସେଇ ବତ୍ସେଲଲ ଅହଲ୍ୟା, ଦ୍ୱିତୀୟ ପଦରେ ମଧ୍ୟ ସେଇ ବତ୍ସେଲଲ ଅହଲ୍ୟା, କିନ୍ତୁ ଦ୍ୱିତୀୟ ପଦରେ ଅନ୍ୟ ସବୁ ବିଜ୍ଞମାନ ମାନଙ୍କୁ ସେ ଯୋଗ କରିଛନ୍ତି। ପ୍ରଭୁଙ୍କର କାର୍ଯ୍ୟ, ପ୍ରଭୁଙ୍କର ଯୋଉ ନୂତନ ଜେରୁସାଲେମ ପାଇଁକା ମାନେ ପ୍ରସ୍ତୁତ ହଉଛୁ, ଏଇଟା ଗୋଟେ ବିରାଟ କାର୍ଯ୍ୟ। ପ୍ରଭୁ ଆପଣ ମାନଙ୍କୁ କୋଉ ଭଳି ଭାବରେ ଯୋଗ କରିବେ ସେଟା ପ୍ରଭୁ ଜାଣିଛନ୍ତି। ଆମେ ଯୋଉ ଏଫେସୀ 2:10, ସେ ଆମେ ଗୁଡ ୱାର୍କ କରିବୁ ବୋଲି, ତମ କାର୍ଯ୍ୟ କରିବୁ ବୋଲିକା ସେ କେବେଠୁ ତାକୁ ପ୍ଲାନ କରିକି ରଖିଛନ୍ତି। ଆମ ଭିତରେ ଯାହା କିଛି ସେ ବିଜ୍ଞତା ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ସେଟା ସବୁ ଈଶ୍ୱରଙ୍କର ଗିଫ୍ଟ। ତାକୁ ସଜାଡ଼ିକି ରଖିବା ପାଇଁ ଆମର କର୍ତ୍ତବ୍ୟ ନୁହେଁ, ସେଟା ଈଶ୍ୱରଙ୍କ ଗୌରବ ପାଇଁ ବ୍ୟବହାର କରିବା ପାଇଁ ପ୍ରଭୁ ଆମକୁ ଦେଇଛନ୍ତି। ଯୋଉ ଲୋକମାନେ ଆଜି ସେ ଯୋଉ ଭଉଣୀ ମାନେ ସେମାନେ ସବୁ ସୂତା କାଟୁଛନ୍ତି, ସେମାନଙ୍କ ମନରେ ଜ୍ଞାନରେ ପ୍ରବୃତ୍ତି ପ୍ରଭୁ ଯୋଗେଇଲେ। ଆଉ ଗୋଟେ ଘଟଣା ଆପଣ ମାନଙ୍କୁ କହୁଛି। ଗୋଟେ ସହରରେ ଗୋଟେ ବଡ ଘଣ୍ଟା ଥାଏ, ତାକୁ ଦେଖିବା ପାଇଁ ବହୁତ ଦୂରରୁ ଲୋକ ସବୁ ଆସନ୍ତି। ତାର ପେଣ୍ଡୁଲମ ଟା ଆଉ ତାର ସେ ଯୋଉ ମେସିନାରୀ କାମ ଗୁଡାକ ସବୁ ଇଞ୍ଜିନିୟରିଂ ୱାର୍କ, ସବୁ ଇଞ୍ଜିନିୟର ମାନେ ତାକୁ ସବୁ ବନେଇଛନ୍ତି। ଆଉ ସେ ଯେତେବେଳେ 8ଟା ବାଜିବ 8 ଥର ପିଟି ହବ, 9ଟା ବାଜିଲା ବେଳକୁ ଆଉ ଗୋଟେ ଲୋକ ଆସିକି ଘଣ୍ଟା ପିଟି ଦବ। ଏମିତି ବିଭିନ୍ନ ଟାଇପର ଭେରାଇଟିର ସବୁ ଦେଖିବାକୁ ମିଳେ। ଲୋକେ ଠିକ ସେଇ ସମୟ ବେଳକୁ ଆସିକି ଘେରି ଯାଆନ୍ତି ସବୁଆଡେ। ମାତ୍ର ହଠାତ୍ ସେ ଘଣ୍ଟାର ଏତେ ସୁନାମ ଥାଉ ଥାଉ ସେ ଘଣ୍ଟାଟି ଅଚଳ ହେଇଗଲା। ସେଠିକାର ଯୋଉ ଲୋକାଲ କର୍ମକର୍ତ୍ତା ମାନେ, ଯୋଉଟା ମ୍ୟୁନିସିପାଲିଟି ହଉ କି ସିଟି ହଉ ଯୋଉଟା ବି ହଉ, ସେମାନେ ବଡ ବ୍ୟସ୍ତ ହେଇଗଲେ। ଏଇଟା ଆମର ଗୋଟେ ଟୁରିଷ୍ଟ ମାନଙ୍କ ପାଇଁ ଆଟ୍ରାକ୍ସନ ଥିଲା, ଆଉ ସେଟା ଅଚଳ। ଟୁରିଷ୍ଟ ମାନେ ବହୁତ ବ୍ୟସ୍ତ ହେଇକି ଫେରିଯିବେ, ଆଉ ସେମାନେ ହୁଏତ ନ ଆସି ବି ପାରନ୍ତି। ଆଉ ସବୁଆଡକୁ ସେମାନେ ଟେଣ୍ଡର ପଠେଇଲେ, ଆଉ ସବୁଠୁ ଆସିଲେ ଭଲ ଭଲ ସବୁ ଜ୍ଞାନୀ, ବିଜ୍ଞାନୀ, ବୈଜ୍ଞାନିକ, ଇଞ୍ଜିନିୟର ସବୁ। କିଏ ସେ ତା ଗିୟର ବକ୍ସକୁ ସଜାଡ଼ିଲା, କିଏ ତେଲ ଦେଲା, କିଏ ଗ୍ରିଜିଂ କଲା, ସେ ପେଣ୍ଡୁଲମ କୁ ଠିକରେ ସେଟିଂ କଲା, କେତେ ରକମ କରିଗଲେ, ମୋଟେ ବାଜିଲା ନାହିଁ। ବହୁତ ଦିନ ପରେ ଗୋଟେ ବୁଢା ଲୋକଟା, ତା ମନରେ ପ୍ରଭୁ କାର୍ଯ୍ୟ କଲେ। ସେ ବି ତାର ଜୀବନ ସମୟରେ ସେ ଗୋଟେ ମେକାନିକ ଥିଲା, ଘଣ୍ଟା ମେକାନିକ। ଇଞ୍ଜିନିୟର ନଥିଲା, କୌଣସି ଡିଗ୍ରୀ ଡିପ୍ଲୋମା କରିନଥିଲା, ଗୋଟେ ସାଧା ଘଣ୍ଟା ମେକାନିକ। ବହୁତ କଷ୍ଟରେ ତାକୁ ଧରିକା ଉପରକୁ ନିଆଗଲା। ସେତେବେଳେ କହିଲା ମୁଁ ଯିବି, ମୁଁ ଦେଖିବି, ତାକୁ ନିଆଗଲା। ଆଉ ସେ ଗୋଟେ ଛୋଟ ଟର୍ଚ ଧରିଥାଏ। ସେ କହିଲା ଟିକେ ଖୋଲ, ମୁଁ ସବୁ ଗୁଡାକ ଟିକେ ଚେକ୍ କରିବି।
ଆଉ ଚେକ୍ କରିକି ଦେଖିଲା ଗୋଟେ ଛୋଟ ସ୍କ୍ରୁଟା ଖୋଲି ଯାଇଛି। ଆଉ ସେମାନଙ୍କୁ କହିଲା ଏଇ ସାଇଜର ସ୍କ୍ରୁ ନେଇକି ଆସ। ଆଉ ତାକୁ ଅଣାଗଲା। ସେ ନିଜ ଟୁଲ ବକ୍ସରୁ ସେ ସ୍କ୍ରୁ ଡ୍ରାଇଭରରେ ସେ ତାକୁ ଟାଇଟ୍ କଲା। ସେ ଘଣ୍ଟା ମେକାନିକ ଜାଣିଛି କୋଉଠି କଣ ସବୁ। ଆଉ ସେ ଯେତେବେଳେ ତାକୁ ଟାଇଟ୍ କଲା ସେ ଘଣ୍ଟା ବାଜିବାକୁ ଷ୍ଟାର୍ଟ କଲା। ମୋର କହିବା କଥା ହଉଛି ଇଞ୍ଜିନିୟରିଂ ଜ୍ଞାନ ଦରକାର ନାହିଁ ପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ। ଗୋଟେ ଛୋଟ ନଟ୍ ଆଣ୍ଡ ବୋଲ୍ଟ, ଗୋଟେ ଛୋଟ ସ୍କ୍ରୁ ହେଇପାରନ୍ତି ଆପଣ। ଅନ୍ୟକୁ ଟିକେ ସାହାଯ୍ୟ କରିଥିବେ, କାହାକୁ ଟିକେ ଗରମ ଭାତ ଦେଇଥିବେ ଖାଇବା ପାଇଁ, ହସ୍ପିଟାଲ ଯାଇକିରି ତାର ଶଯ୍ୟା ପରିବର୍ତ୍ତନ କରିଥିବେ, ତାକୁ ଟିକେ ସଫା ସୁତୁରା ଲୁଗା ଆଣିକି ତାକୁ ଟିକେ ପିନ୍ଧିବା ପାଇଁ ଦେଇଥିବେ, କାହାକୁ ଟିକେ ସାନ୍ତ୍ୱନାର ବାକ୍ୟ ଦେଇଥିବେ। ଛୋଟ ଏତେ ବଡ ବଡ ଇଞ୍ଜିନିୟର ଆସିଲେ, ଛୋଟ ସ୍କ୍ରୁ ଡ୍ରାଇଭର ସ୍କ୍ରୁ ଉପରେ କାହାର ନଜର ନାହିଁ। ଯେ ଜୀବନ ସାରା ଘଣ୍ଟା କାମ କରିଛି ସେ ଜାଣିଛି କୋଉ ଜାଗାରେ କଣ ଥାଏ। ଯେଡେ ବଡ ଘଣ୍ଟା ଥାଉ ତାକୁ ଟିକେ ସ୍ନେହ ଦରକାର, ତାକୁ ଟିକେ ପ୍ରେମ ଦରକାର। ଆଜି ହୁଏତ ପ୍ରଭୁ ଯଦି ଆପଣଙ୍କୁ ଚାଳନା ଦିଅନ୍ତି, ଆପଣ ମାନେ ମଧ୍ୟ ସେ ଛୋଟ ସ୍କ୍ରୁ ପରିକା ସମାଜରେ କାମ କରିପାରିବେ, କାହାର ଦୁଃଖରେ ଛିଡା ହେଇପାରିବେ। ୟୁରୋପର ଗୋଟେ ଜାଗାରେ ସେଟା ହଉଛି କପା ଉତ୍ପାଦନ ପାଇଁ ବହୁତ ଫେମସ, ତୁଳା ବାହାରେ। କିନ୍ତୁ ସେ ତୁଳାଟା ବାହାରିବା ପୂର୍ବରୁ ସେ ଗୋଟେ ଛୋଟ ଫଳ ଭିତରେ ଥାଏ, ଭାରି ହାର୍ଡ କଭର ଫଳ ଭିତରେ ସେ ଥାଏ। ତାପରେ ଯେତେବେଳେ ସେ ତୁଳାଟା ପରିପୃଷ୍ଟ ହେଇଯାଏ ସେ ଫଳଟା ଛାଙ୍କୁ ଫାଟିଯାଏ। ଫାଟିଗଲା ପରେ ଆଉ କୃଷକ ଯାଇକି ସେ ତୁଳାଟାକୁ ସଂଗ୍ରହ କରେ। ଏଇ ତୁଳାଟାକୁ ସଂଗ୍ରହ କରିବା ପୂର୍ବରୁ ସେ ଫଳ ଭିତରେ ଥିଲା, କିନ୍ତୁ ସେ ଫଳ ଭିତରେ ଥାଉ ଥାଉ ଗୋଟେ ପୋକ ଖାଇଦିଏ। ସେ ପୋକ ପାଇଁ ସେଠିକାର ଏଗ୍ରିକଲଚର ବାଲା ଚେଷ୍ଟା କଲେ, ସମସ୍ତେ ଯୋଉମାନେ ବୁଦ୍ଧିମାନ ବ୍ୟକ୍ତି ଯୋଉମାନେ, କିଛି ସେ ପୋକକୁ ମାରିବାର ଔଷଧ ବାହାରି ପାରିଲା ନାହିଁ। ଲୋକମାନଙ୍କର ଅର୍ଥନୈତିକ ସ୍ଥିତି ଗୋଟେ ବର୍ଷରେ ଆସିଲାନି, ଦ୍ୱିତୀୟ ବର୍ଷରେ ବି ଆସିଲାନି ହାର୍ଭେଷ୍ଟ। ତାଙ୍କର ସେଟା କ୍ୟାଶ କ୍ରପ, ବଞ୍ଚିବେ କେମିତି? ଗୋଟେ ବଟାନିଷ୍ଟ ଗୋଟେ କଲେଜର ପ୍ରଫେସର ଥିଲେ, ତାଙ୍କ ମନରେ ପ୍ରଭୁ ବର୍ତ୍ତାଏ ଏଇ ଜଣ ପ୍ରବୃତ୍ତି ଦେଲେ। ଆଉ ସେ ଆସିକିରି ଦେଖିଲେ ଏ ଲୋକମାନେ କପା ଚାଷ ଦ୍ଵାରା କିଛି ଲାଭ ପାଇବେନି, ଦିନକୁ ଦିନ କ୍ଷତିଗ୍ରସ୍ତ ହୋଇ ତାଙ୍କର ଟଙ୍କା ସବୁ ସରିଯାଉଛି। ମୁଁ ଆଉ ତାଙ୍କୁ କଣ ଗୋଟେ ଅନ୍ୟ ବିଷୟ ଦେବି କରିବା ପାଇଁକା ଚାଷ, ଯୋଉଥିରେ କି ସେମାନେ ଲାଭ ପାଇବେ। ଚିନା ବାଦାମ ଉପରେ ସେ ଗବେଷଣା କଲେ। ସକାଳ 7ଟାରୁ ସେ ଗବେଷଣା କେନ୍ଦ୍ର ଭିତରେ ପ୍ରବେଶ କରନ୍ତି, ଲାବୋରେଟୋରୀ ଭିତରେ ପ୍ରବେଶ କରନ୍ତି, ପୁଣି ସନ୍ଧ୍ୟା 7ରେ ବାହାରନ୍ତି। ଅନେକ ମାସ, ଦିନ ନୁହେଁ ଅନେକ ମାସ ଗବେଷଣା କଲା ପରେ ସେ ବାହାର କଲେ ଯେ ଚିନାବାଦାମରୁ ତେଲ ହେଇପାରିବ, ଚିନାବାଦାମରୁ ପିନଟ୍ ବଟର ହେଇପାରିବ, ଆହୁରି ଇତ୍ୟାଦି ଇତ୍ୟାଦି, ସେ ବିସ୍କୁଟ ହେଇପାରିବ, ଚିକି ହେଇପାରିବ, କେତେ କଥା ସବୁ କିଛି ବାହାର କଲେ। ଆଉ ଲୋକ ପେପର ପବ୍ଲିଶ କରିକି ସବୁ ଘର ଘର ବାଣ୍ଟିଲେ ଯେ ତମାନେ କପା ଚାଷ କରନି, ଏ ଚିନାବାଦାମ କର, ଏଥିରେ ବହୁତ ଲାଭ ହବ। ଆଉ ଯେତେବେଳେ ଚିନାବାଦାମ ତମାନେ ସଫିସିଏଣ୍ଟ କରିବ, ହୁଏତ ବାହାରୁ ଲୋକ ଆସିକି ସେଠି ଫ୍ୟାକ୍ଟ୍ରି ବସେଇବେ, ଆଉ ତମାନଙ୍କ ଚିନାବାଦାମ ସବୁ କିଣି ନେବେ। ଆଉ ଦିନ ଆସିଲା ସେମାନେ ଲାଭ ପାଇଲେ। ପରମେଶ୍ୱରଙ୍କର ସେବା କୌଣସି ବିଷୟରେ ସୀମିତ ନୁହେଁ। ଯେତେବେଳେ ପ୍ରଭୁ ଆପଣଙ୍କୁ ତାଙ୍କ କର୍ମ କରିବା ପାଇଁ ମନରେ ପ୍ରବୃତ୍ତି ଦିଅନ୍ତି, ଡୋଣ୍ଟ ସେ नो। ଛୋଟ ହଉ
ବା ବଡ ହଉ। ଆପଣ ଶୁଣିଥିଲେ ପ୍ରଥମେ ସେ ଯୋଉ ଡକାୟତର କାହାଣୀ, ଟ୍ରାକ୍ଟ ବାଣ୍ଟୁଥିଲା, ପ୍ରଚାର ତ କରି ଆସେନି, ପାଠଶାଠ ନାହିଁ। ସେଇଥିରେ ଗୋଟେ ପ୍ରଭୁଙ୍କର ଗୋଟେ ମହାନ ଦାସ ସେଠୁ ପ୍ରବୃତ୍ତି ପାଇଲେ, ମନ ପରିବର୍ତ୍ତନ ହେଲା, ସେ ପ୍ରଭୁଙ୍କର ସେବା କରିକିରି ଦେଶ ବିଦେଶରେ ପ୍ରଭୁଙ୍କର ଗୌରବ କରିଛନ୍ତି। ଆପଣଙ୍କ କର୍ମ ଯେତେବେଳେ ପ୍ରଭୁ ଆପଣଙ୍କୁ ଦଉଛନ୍ତି, କୌଣସି ପ୍ରବୃତ୍ତି ଦଉଛନ୍ତି, ପ୍ରମ୍ପଟିଂ ଦଉଛନ୍ତି, ଆପଣଙ୍କୁ ଇନ୍ସପାୟାର କରୁଛନ୍ତି କୌଣସି କାର୍ଯ୍ୟ କରିବା ପାଇଁ, ଡୋଣ୍ଟ ସେ नो। ଏଇ ଅଳ୍ପ ଦିନ ତଳେ ଜଣେ ଭଉଣୀ ଗୋଟେ ଗୀତ ବୋଲୁଥିଲେ, ମୁଁ ତ ସେ ଗୀତ ଭିତରେ ଏତେ ହବନି, କଣ ତୁମେ ମୋ ପ୍ରେରଣା, ଠିକ ହେଲେ ବି କି ଭୁଲ ହେଲେ ମୁଁ ଜାଣି, ଯେତିକି ମନ ଅଛି କହିଦଉଛି, ତୁମେ ମୋ ଚେତନା, ଚାହେ ମୁଁ ତୁମରି ମଥୁର ଚାଳନା। ହଁ, ଆମ ପ୍ରତ୍ୟେକଙ୍କ ଜୀବନରେ ସେ ପ୍ରଭୁଙ୍କ ପ୍ରେରଣା ଦରକାର, ଆମମାନଙ୍କୁ ଚେତନା ଦରକାର, ସେ ମଧୁର ଚାଳନା ଦରକାର, ଯେମିତି ଆମେ ପ୍ରଭୁଙ୍କର ସେବା କରିପାରିବା। ପ୍ରଭୁ ଏଇ ସଂକ୍ଷିପ୍ତ ଚିନ୍ତାରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ।